ବୁଢ଼ୀ ସାରା ଡାକିଲେ ଟିକେ ମୋବାଇଲ ଦେଖିବ କି ରିଲ୍ ବନେଇବ ସେ କ'ଣ ବନେଇ ଦେବେ ଜମାରୁ ତ ବନେଇ ଦେବେନି ଆଉ ଡାକିଲେ ରଡ଼ିଲେ ଏଇନା ପଳେଇ ଆସିଲ ମା ଗୋଟେ ବାହାନା କରିଦେ ନହେଲେ ଏଇନା ରଖିଥିବେ ଦେବନି ଯାହା ରୋଷେଇ କରିବୁ ଇଏ କରିବୁ ସିଏ କରିବୁ ଓହୋ 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 କ'ଣ ହେଲା ମା ନାଇଁ ମୁଁ ଯାଉଥିଲି ରୋଷେଇ କରିବାକୁ ଯେ ଜ୍ୱର ପୁରେଇଲା ଶୀତ କରୁଛି ଦେହ ହାତ ଥରୁଛି ଯାଉଥିଲି ଶୋଇବାକୁ ଆଉ ତମେ ଡାକିଲ ବୋଲି ଉଠିକି ବସିଲି କ'ଣ ନାଇଁ ମ ମୁଁ ରୋଷେଇ କରିପାରିନି ଦେହ ହାତ ଥରୁଛି ଶୀତ କଲା ଜ୍ୱର ପୁରେଇଲା ହଁ ନାଇଁ ଔଷଧ ଖାଇଛି ଥିଲା ମୋ ପାଖରେ ଔଷଧ ଖାଇଛି ଥିଲା ମୋ ପାଖରେ ଶୀତ କରୁଛି ଜୋରରେ ହଉ କ'ଣ ଟିକେ ବନେଇଦେବେ ଭାତ ଟିକେ ଡାଲି ଟିକେ ଆଜି ତ ସଂକ୍ରାନ୍ତି ସାଧା ପାମ୍ପଡ଼ ଟିକେ ଛାଣିଦେବେ କାକୁଡ଼ି ସାଲାଡ଼ କରିଦେବେ ପନିର କ'ଣ ଫ୍ରିଜ୍ରେ ଥୁଆ ହେଇଥିଲା ଟିକେ କରିଦେବେ ଆଉ ଏତିକି କରିବା ସେ ଆଉ କିଛି କରିବେନି ଶାଗ ଥିଲା ଶାଗ ଟିକେ ଭାଜିଦେବେ ଆଉ ହଁ ସେତିକି କରିବେ ଆଉ କିଛି ଆପଣ ବୁଢ଼ୀ ଲୋକ ଏତେ କାମ କରିପାରିବେ ସେତିକି ରୋଷେଇ କରିବ ସେତିକି ଆମର ହେଲେ ହେବ ହଉ ମୋତେ ଭଲ ଲାଗିଲେ ମୁଁ ଯିବି ହଁ ମୋତେ ଭଲ ଲାଗୁନି ତମକୁ କହିବାକୁ ହେଲେ କ'ଣ କରିବି ମୋ ଦେହ ତ ଶୀତ ପୁରଉଛି ନାଇଁ ନାଇଁ ହଉ ଭଲ ସେ ଟିକେ କେତେବେଳେ ମୋବାଇଲଟେ ଦେଖେଇ ଦେଉନି ନା ଶୁଆଇ ବସେଇ ଦେଉନି ସବୁବେଳେ ଖାଲି ତାଙ୍କ ପାଇଁ ରୋଷେଇ ଦିନ ସକାଳୁ ଉଠିଲେ ଆସି କାମ କରିବି ଘର କାମ କରିବି ତାଙ୍କ ପାଇଁ ରୋଷେଇବାସ କରି ଥୋଇବି ସେ ଖାଇବେ ଶୋଇବେ ମୁଁ ଆଉ ଶୋଇବିନି ବସିବିନି ଏ ଘରକୁ ଆଇଛି ଏମିତି ମଝିରେ ମଝିରେ ବାହାନା ନ କଲେ ସେ ମୋତେ କ'ଣ ରଖେଇ ଥୋଇଦେବେ ଆଜି ରୋଷେଇ କର ନା ମନେ ପୁଣି କ'ଣ ଆଇଲେ ଏ ମୋବାଇଲ ତାକୁ ଡରିକି ମୋ ହାତରୁ ମୋବାଇଲ ବି ଖସି ଯାଉଛି ପୁଣି କ'ଣ ଆଇଲେ କ'ଣ ହେଲା ମା ପୁଣି ନାଇଁ ନାଇଁ ଶୀତ ହଁ ଗୋରି ହେଇଗଲି ଯେ ବଟିକାଟା ଖାଇଥିଲି ତ ଝାଳ ବୁଡ଼ିଗଲା ସେଇଥିପାଇଁ କାଢ଼ିକି ଥୋଇ ଦେଇଥିଲି ପରିବା କାଟି ଦେଇଥାନ୍ତି ରୋଷେଇ କରିଥାନ୍ତି ଆମେ ଦେଖୁନ ମୋ ହାତଟା ଏଇଠି ଦେଖାଯାଉନି ସିନା ଏଇଠି କିନ୍ତୁ କଟିଯାଇଛି ଏତେ ଜୋରରେ ଦରଜ ମୋ ହାତ ଲଗେଇ ପାରୁନି ନହେଲେ କାଟି ଦେଇନଥାନ୍ତି ହଁ ବା କାଟି ଦେଇଥାନ୍ତି ଆଉ କ'ଣ କରି ସେମିତି ଆଡ଼ଜଷ୍ଟ କରି ଯାହା କରିଦେବେ ଆଉ ବାଇଗଣ ଥିଲା ଫ୍ରିଜ୍ରେ ଇଏ ଭଲ ପାଆନ୍ତି ବାଇଗଣ ଟିକେ ଛାଣିଦେବ ଖାଇବାକୁ ଭଲ ପାଆନ୍ତି ଟିକେ ଛାଣିଦେବେ ଆଉ ତମରି ପୁଅ ତ ଖାଇବ ଆଉ କ'ଣ ମୁଁ ଖାଇବି ବୋଲି କହୁଛି ନା କାଟି ଦେଇଥିବ ହାତ ପା ପୁରା ଦରଜ ଦେଖୁନ ଏଇଠି ନାଲି ପଡ଼ିଛି ଫୁଲି ନାହିଁ ଦେଖାଯାଉନି ହେଇ ବା ଦେଖୁନାହାନ୍ତି ହଁ ଯାଆନ୍ତୁ ମୁଁ ଏଠି ବସି ଟିକେ ଆଉ ଗଲାବେଳେ ରଖେଇ ଥୋଇଦେବନି ଏମିତି 5 ମିନିଟ୍କୁ ଥରେ ଆସିବ ଏମିତି କହିବ ସେ କ'ଣ ଛାଡ଼ିକି ଜମା ଯିବ କେତେବେଳେ ଶୁଆଇ ବସେଇ ଦେବ ଆଉ ଏମିତି ବାହାନା ନ କଲେ ସେ ତ ତମେ ଯେତେ ଗୋଡ଼ ନଗେଇବ ସେ କରିବ ଆଉ କ'ଣ ତ ଆଜି ରୋଷେଇ